राज्य सरकार जंगल परिवेश और जलवायु परिवर्तन विभाग पक्षर केन्दुझर वनखंड अधिकारी एसडीओ हनुमंत निर्देश क्रमे चंपुआ वनांचल आनुकूल्य वन महोत्सव सप्ताह पालन अवसर में आज चारा वितरण केन्द्र शुभारंभ होइछि। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଆଇଏଏଫଏସ୍ କେ ନାଗରାଜୁ ସମ୍ମାନିତ ଅତିଥି ରୂପେ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଧରଣୀଧର ଦାସ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରମାକାନ୍ତ ପ୍ରଧାନ, ଚମ୍ପୁଆ ବନ ବିଭାଗର ଏସିଏଫ୍ ଅକ୍ଷୟ ଛତ୍ରିଆ ପ୍ରମୁଖ ଯୋଗ ଦେଇ ବୃକ୍ଷ ବଞ୍ଚି ରହିଲେ ବିଶ୍ୱ ବଞ୍ଚି ରହିବ, ତେଣୁ ପ୍ରକୃତି ମାତାର ସୁରକ୍ଷା ଆମ ସମସ୍ତଙ୍କର ଗୁରୁଦାୟିତ୍ୱ, ତେଣୁ ଆମକୁ ବୃକ୍ଷରୋପଣ ଉପରେ ଅଗ୍ରାଧିକାର ଦେବାକୁ ପଡ଼ିବ ବୋଲି ମତ ପ୍ରକାଶ କରିଥିଲେ ସମସ୍ତ ଅତିଥି। ଏହି ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ଏହି ଚାରା ବଣ୍ଟନ ବିତରଣ କେନ୍ଦ୍ର ଚଳିତ ମାସ 30 ତାରିଖ ପର୍ଯ୍ୟନ୍ତ ଖୋଲା ରହି କେବଳ 1 ଟଙ୍କା ମୂଲ୍ୟରେ ବିଭିନ୍ନ ଗଛର ଚାରା ସର୍ବସାଧାରଣଙ୍କୁ ଯୋଗାଇ ଦିଆଯିବ ବୋଲି ଆଇଏଏଫଏସ୍ କେ ନାଗରାଜୁ ପ୍ରକାଶ କରିଛନ୍ତି। ଏପରିକି ଆମ୍ବ, ପଣସ, ପିଜୁଳି, କୁଲିଆରୀ, ଅଶୋକ, ବଉଳ, ବେଲ, ହରିଡ଼ା, ବାହାଡ଼ା ଆଦିର ଚାରା ଗଛ ବଣ୍ଟନ କରାଯାଉଥିବା ଦେଖିବାକୁ ମିଳିଥିଲା। ଏହି ଚାରା ବିତରଣ କେନ୍ଦ୍ରରେ ଚମ୍ପୁଆ ବନପାଳ ନଗେନ୍ଦ୍ର ଜେନା, ବନରକ୍ଷୀ ଶ୍ରାବଣୀ ମହାନ୍ତଙ୍କ ସହିତ ବନ ବିଭାଗର ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଛନ୍ତି। କେନ୍ଦୁଝର ଚମ୍ପୁଆରୁ ମମତା ସେନାପତିଙ୍କ ରିପୋର୍ଟ, ଜନତା ଜିନ୍ଦାବାଦ।